ଆଜିର ଅମୂଲ୍ୟବାଣୀ ହାରିବା ନୁହଁ ଜିତିବା ଶିଖ। ଏ ଜୀବନର ପଥେ ପଥେ ପରୀକ୍ଷା, କେବେ କଣ୍ଟା ତ କେବେ ଫୁଲ। ପ୍ରତ୍ୟେକ ଦିନ ନୂଆ ଚ୍ୟାଲେଞ୍ଜ। କେବେ ମନେ ହୁଏ ମୋ ପାଖରେ ଶକ୍ତି ନାହିଁ, ମୁଁ ଆଉ ପାରିବି ନାହିଁ। କିନ୍ତୁ ଏଠାରେ ମଧ୍ୟ ଏକ ସତ୍ୟ ଲୁଚିଥାଏ। ଯିଏ ହାରିଲା ପରେ ମଧ୍ୟ ଉଠିପାରେ, ସେ ହିଁ ସତ୍ୟ ସମୟରେ ଜିତିଥାଏ। ଯେତେବେଳେ ତୁମେ ହାରିବାକୁ ଭାବୁଥାଅ, ସେତେବେଳେ ମନେ ରଖ ତୁମ ଜୀବନର କାହାଣୀ ସେହି କ୍ଷଣି ଶେଷ ହୋଇନଥାଏ। ତୁମେ ଯେତେବେଳେ ଲୁହକୁ ପୋଛି ଆଉ ଥରେ ଚାଲିବାକୁ ଦୃଢ଼ ସଂକଳ୍ପ ନିଅ, ସେହିଦିନଠୁ ତୁମର ଜିତିବାର ଯାତ୍ରା ଆରମ୍ଭ ହୁଏ। ଏ ଜୀବନ ହେଉଛି ଏକ ଯୁଦ୍ଧ, ତୁମେ ହେଉଛ ସେ ଯୁଦ୍ଧର ଯୋଦ୍ଧା। ଏଠାରେ ସବୁଠାରୁ ମହାନ ସତ୍ୟ, ଜିତିବାକୁ ଶିଖିବା ପାଇଁ ପ୍ରଥମେ ହାରିବାର ଯନ୍ତ୍ରଣା ସହିବାକୁ ପଡ଼େ। ହାର ହେଉଛି ତୁମର ଶତ୍ରୁ ନୁହେଁ, ହାର ହେଉଛି ତୁମେ ଉଠିବାର ଏକ ଶକ୍ତି। ପ୍ରତ୍ୟେକ ବଡ଼ ମଣିଷଙ୍କ ଜୀବନ ଦେଖ, ସେମାନେ ଅନେକ ଥର ହାର ଦେଖିଥିଲେ, କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ଯେ ସେମାନେ ହାରକୁ ଅନ୍ତ ଭାବେ ନେଇନଥିଲେ, ସେମାନେ ହାରକୁ ଏକ ନୂଆ ଆରମ୍ଭ ଭାବେ ନେଇଥିଲେ। ପ୍ରତ୍ୟେକ ଅସଫଳତା ତୁମକୁ ଆଗକୁ ନେଇଯିବାର ଏକ ଶକ୍ତି। ନିଜ ଉପରେ ଭରସା ରଖ। ଆଜି ଯେଉଁଠାରେ ଅଛ, ସେଇଟା ଦିନେ ତୁମର ସ୍ୱପ୍ନ ଥିଲା। ଆଗକୁ ଚାଲ, ତା ସ୍ୱପ୍ନ ଦେଖୁଛ, ସେଇଟା ସତ୍ୟ ହେବ। ଏ ଦୁନିଆରେ ତୁମେ ହାରିବା ପାଇଁ ନୁହଁ, ତୁମେ ଉଦାହରଣ ସୃଷ୍ଟି କରିବା ପାଇଁ ଜନ୍ମ ନେଇଛ। ଦେଖ, ଦୁନିଆରେ ପ୍ରତ୍ୟେକ ଅସାଧାରଣ ଲୋକଙ୍କ ଜୀବନରେ କେବଳ ଗୋଟିଏ ଗୁଣ ଥିଲା, ସେମାନେ ହାରିଲେ ମଧ୍ୟ ପ୍ରୟାସ ଛାଡ଼ନ୍ତି ନାହିଁ। ଥରେ କାମ ବିଫଳ ହେଲେ ଆଉ ଥରେ ଚେଷ୍ଟା କର। ଲୋକେ ହସିଲେ ତୁମର ସଫଳତା ଦିନେ ଉତ୍ତର ଦେବ। ଭୟକୁ ଜିତିବା। ଏଠି କେହି ଶତ୍ରୁ ନୁହେଁ, କେହି ଅନ୍ୟ ଲୋକ ନୁହେଁ, ତୁମର ସବୁଠୁ ବଡ଼ ଶତ୍ରୁ ହେଉଛି ତୁମର ଭୟ। ଭୟ ସବୁବେଳେ କୁହେ ତୁମେ ପାରିବନି, ମନ ସବୁବେଳେ କୁହେ ଛାଡ଼ିଦିଅ, କିନ୍ତୁ ଜୀବନ ସବୁବେଳେ କୁହେ ଚେଷ୍ଟା କର, ତୁମେ ଜିତିପାରିବ। ଯେଉଁଦିନ ତୁମେ ନିଜର ଭୟକୁ ପାଦ ତଳେ ଦବାଇ ଦେବ, ସେହିଦିନ ହିଁ ତୁମେ ଜିତିବାର ଏକ ସତ୍ୟ ଅର୍ଥ ବୁଝିପାରିବ। ହାରିବା ମାନେ ତୁମେ ଦୁର୍ବଳ ନୁହେଁ, ହାରିଯାଇ ଯାହା ବୁଝିଲ ସେଇଟା ତୁମର ଶକ୍ତି। ଯେଉଁମାନେ ଜୀବନରେ ହାରିଯାଇ ପ୍ରୟାସ ଛାଡ଼ି ଦେଇଥାନ୍ତି, ସେମାନେ କେବେ ଜାଣିପାରନ୍ତି ନାହିଁ ତାଙ୍କ ଭିତରେ ଲୁଚି ରହିଥିବା ଶକ୍ତି। କିନ୍ତୁ ଯେଉଁମାନେ ହାରିଲେ ମଧ୍ୟ ପଛକୁ ଫେରନ୍ତି ନାହିଁ, ସେମାନଙ୍କୁ ଦେବତା ମଧ୍ୟ ସମର୍ଥନ କରନ୍ତି। କାରଣ ସେମାନେ ନିଜକୁ ପ୍ରମାଣ କରିବା ପାଇଁ ଭୟକୁ ନୁହେଁ, ପ୍ରୟାସକୁ ବାଛିଥାନ୍ତି। ଏ ଜୀବନ ହେଉଛି ଏକ ଯୁଦ୍ଧ, ତୁମେ ହେଉଛ ସେ ଯୁଦ୍ଧର ଯୋଦ୍ଧା। ଜିତିବାକୁ ଶିଖିବା ପାଇଁ ପ୍ରଥମେ ହାରିବାର ଯନ୍ତ୍ରଣା ସହିବାକୁ ପଡ଼େ।